ସକାଳର ବଡ଼ ଖବର, ସକାଳର ଲାଟେଷ୍ଟ ଅପଡେଟ୍। ଗତକାଲି ଭୁବନେଶ୍ୱର 1 ନମ୍ବର ମାର୍କେଟରେ ଭୟାଭୟ ଅଗ୍ନିକାଣ୍ଡ। ଅଗ୍ନିକାଣ୍ଡର କାରଣ ଯଦିଓ ସ୍ପଷ୍ଟ ହୋଇନାହିଁ, କିନ୍ତୁ ଯାହା ବି ବିଶେଷ ସୂତ୍ରରୁ ପ୍ରକାଶ କି 1 ନମ୍ବର ମାର୍କେଟରେ ଗତକାଲି ପାଖାପାଖି ମଧ୍ୟାହ୍ନ ସମୟରେ ପ୍ରାୟ 2ରୁ 3 ଘଣ୍ଟା ପର୍ଯ୍ୟନ୍ତ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା। ଫଳରେ 5ରୁ 10ଟି ଦୋକାନ ସମ୍ପୂର୍ଣ୍ଣ ଭାବରେ ଭଗ୍ନ ହୋଇଯାଇଛି ବା ମାଟିରେ ମିଶିଯାଇଛି। ଏଭଳି ଦୃଶ୍ୟ ପ୍ରଥମେ ଦେଖିବାକୁ ମିଳିଥିଲା ଏବଂ ଅନେକ ଲୋକ ମଧ୍ୟ ସେଠି ଦେଖି ଭୟଭୀତ ହୋଇଥିଲେ। ଯେଉଁମାନେ କି ବ୍ୟବସାୟୀ ମଧ୍ୟ ସେମାନଙ୍କର ଅନେକ କ୍ଷୟକ୍ଷତି ହୋଇଛି, ଯାହା ଆକଳନ କରାଯାଇପାରିବେ। ଏହା ଏକ ଲାଟେଷ୍ଟ ଅପଡେଟ୍ ଆସି ପହଞ୍ଚିଛି କି ଗତକାଲି ଭୁବନେଶ୍ୱର 1 ନମ୍ବର ମାର୍କେଟରେ ସମ୍ପୂର୍ଣ୍ଣ ଭାବରେ ଭୟାବହ ଅଗ୍ନିକାଣ୍ଡ ଘଟିଛି ଏବଂ ଏହି ଅଗ୍ନିକାଣ୍ଡରେ ପ୍ରାୟ 5ଟି ଦୋକାନ ସମ୍ପୂର୍ଣ୍ଣ ଭାବରେ ନଷ୍ଟ ହୋଇଯାଇଛି ଏବଂ ବ୍ୟବସାୟୀମାନେ ବହୁତ କ୍ଷତି ସହିଛନ୍ତି, ଯାହା ଆନୁମାନିକ ଭାବରେ କୁହାଯାଇପାରିବ। କିନ୍ତୁ କୌଣସି କାରଣରୁ ଏମିତି ଏକ ବଡ଼ ଦୁର୍ଘଟଣା ଘଟିଛି ବା ଅଗ୍ନିକାଣ୍ଡ ଘଟିଛି ତାହା ଯଦିଓ ସ୍ପଷ୍ଟ ହୋଇନାହିଁ, କିନ୍ତୁ 1 ନମ୍ବର ମାର୍କେଟରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। କାରଣ ଅସ୍ପଷ୍ଟ ଥିଲେ ମଧ୍ୟ 5ଟି ଦୋକାନ ସମ୍ପୂର୍ଣ୍ଣ ଭାବରେ ଜଳିପୋଡ଼ି ନଷ୍ଟ ହୋଇଯାଇଛି, ଅନେକ କ୍ଷୟକ୍ଷତି ହୋଇଛି ବୋଲି ଯାହା ସୂଚନା ଆସୁଛି। ବଡ଼ ଅପଡେଟ୍ ସକାଳର।